ମାର୍ଲବା ଘାଟିରେ ଇସ୍ପାତ ବସ୍ ଦୁର୍ଘଟଣାଗ୍ରସ୍ତ 15 ଜଣ ଆହତ। ଗଜପତି ଜିଲ୍ଲା ରାୟଗଡ଼ା ବ୍ଲକ ଅନ୍ତର୍ଗତ ମାର୍ଲବା ଘାଟିରେ ଆଜି ସକାଳ 5:30 ବେଳେ ଘଟିଛି ସଡ଼କ ଦୁର୍ଘଟଣା। ଇସ୍ପାତ ନାମକ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ସୂଚନା ପ୍ରକାର ଉକ୍ତ ବସ୍ଟି ନୀତିଦିନ ଭଳି ଭୁବନେଶ୍ୱରରୁ ପାଳାଖିମୁଣ୍ଡି ଅଭିମୁଖେ ଆସୁଥିବା ବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଏକ ବିରାଟ ପଥରକୁ ବାଡ଼େଇ ହୋଇଯାଇଥିଲା, ଯାହା ଫଳରେ ବସ୍ରେ ବସିଥିବା ପ୍ରାୟ 24 ଯାତ୍ରୀଙ୍କ ମଧ୍ୟରୁ 15 ଜଣ ଆହତ ହୋଇଥିବା ପ୍ରାଥମିକ ସୂଚନା ମିଳିଛି। ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ରାୟଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପାଳାଖିମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା କୌଣସି ଲୋକଙ୍କ ଦୁଃଖଦ ଘଟଣାର ସୂଚନା ନଥିବା ବେଳେ ଆହତମାନଙ୍କୁ ଚିକିତ୍ସିତ କରାଯାଉଛି। ଘଟଣାସ୍ଥଳରେ ରାୟଗଡ଼ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ସଠିକ୍ ସୂଚନା ମିଳିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।